ସ୍ଥାନୀୟ ଲୋକମାନଙ୍କ ସହଯୋଗରେ ଯେତେ ସାମ୍ବାଦିକ ଭାଇ ଏଠି ଅଛନ୍ତି ସମସ୍ତଙ୍କୁ ମୁଁ କୃତଜ୍ଞତା ଜଣାଉଛି। ଗୋଟେ ନୂଆ କଥା, ସାମ୍ବାଦିକମାନେ ଏତେ ବିଜି ଯେ ଖବରକାଗଜ ନେଇକି ତାଙ୍କର ପ୍ରତିନିଧି ଭାବରେ ସିଏ ଲୋକସେବା କେତେବେଳେ ବେଳ କାହିଁ ପାଇବେ। ତେଣୁ ଗୋଟେ ବଡ଼ କଥା ଦେଖିଛି ଏ ଅଞ୍ଚଳ ପାଇଁ ଶୀତ ଦିନେ ମା ଯିଏ ମୁଁ ଜନ୍ମ ଦେଇଛି ଗାଁରୁ ବଢ଼ି ଶୀତରେ ଯାହା ହଉ ସେ ଆସିଛି ଏବଂ ଆସିକି କମଳ ବଣ୍ଟନ ଯେଉଁ ପ୍ରକ୍ରିୟା ଆମେ ଦେଖିଲୁ ଏଠି ଆରମ୍ଭ ହୋଇଛି ଏଇଟା ଚାରିଆଡ଼େ ହେବା ଦରକାର। ଏଇ ସିଜନ୍ରେ ଏଇ ଋତୁରେ ଆମର କେହି କରୁନାହାନ୍ତି। ବହୁ ସୋସିଆଲ ୱାର୍କର ମାନେ ଅଛନ୍ତି, ବହୁ ସାମାଜିକ ସେବା ସଂସ୍ଥା ଅଛି, ସେମାନେ ମଧ୍ୟ କରିବା ଉଚିତ। କିନ୍ତୁ ସବୁଠୁ ବ୍ୟତିକ୍ରମ ହେଲା ଆଜି ଆମର ଭାରି ସିଲେକ୍ଟିଭ୍ ଗ୍ୟାଦରିଂ ସହିତ ସିଲେକ୍ଟିଭ୍ ରିପ୍ରେଜେଣ୍ଟେଟିଭ୍ ଏଠି ସମବେତ ହୋଇ ଯେଉଁଭଳି ଭାବରେ କାର୍ଯ୍ୟକ୍ରମ ମାନ କଲେ ସେଟା ଶିଖିବାର କଥା। ଏହାର ପ୍ରଭାବଟା ଏ ଆଖପାଖ ଅଞ୍ଚଳ ବ୍ୟାପିଯିବ। ସମସ୍ତେ ଆମେ ବଞ୍ଚିଛେ, ଆମେ ଗୋଟେ ଶୀତ ଦିନେ ଗୋଟେ ମାଆକୁ ଯିଏ ଆମକୁ ଜନ୍ମରୁ ତାର କୋଳରେ ଆଉ ତାର ମାନେ ଇଏରେ ଏତେ ଏଭଳି ସେବା କରିଛି ଆମ ପାଇଁ ଯେଉଁଥିପାଇଁ ଆମେ ଭୁଲି ପାରିବାନି। ତେଣୁ ଶୀତ ଦିନେ ଯଦି ସେଇ ମାଆମାନଙ୍କୁ ଆମେ ସେବା କରିପାରିଲେ ତେଣୁ ଆମ ଜୀବନ କୃତାର୍ଥ ସାର୍ଥକ ହେବ। ଆଜିର ଦିନ ସେଇଭଳିଆ ଏକ ଦିନ, ବର୍ଷ ସରିଯାଉଛି, ନୂଆ ବର୍ଷ ଆସୁଛି। ୟାର ସନ୍ଧିକ୍ଷଣରେ ମୁଁ ଆମର ସାମ୍ବାଦିକ ଭାଇମାନଙ୍କୁ ଯେଉଁଭଳି କାର୍ଯ୍ୟକ୍ରମଟି ଆଜି ଶୃଙ୍ଖଳାର ସହିତ ସଫଳତାର ସହ କରିପାରିଲେ ତା ସହିତ ଗଛ ଲଗେଇଲେ ଏଇଟା ବଡ଼ କାର୍ଯ୍ୟକ୍ରମ। ଗଛ ଯଦି ଆମେ ନ ଲଗେଇବା, ଆଜି କ'ଣ ପାଇଁ କରୋନା ଆସିଛି, ଆଜି କ'ଣ ପାଇଁ ପୃଥିବୀରେ ଯୁଦ୍ଧ ଘନଘଟା ଏବଂ ବାଦଲ ଛାଇ ଯାଉଛି ଅସନ୍ତୋଷ ଶାନ୍ତିର, ତାକୁ କେବଳ ଦୂର କରିପାରିବ ଗଛ। ତେଣୁ ସେ ଗଛ ଲଗାଇବା କାର୍ଯ୍ୟକ୍ରମଟି ମଧ୍ୟ ସାଥିରେ ରଖିଥିଲେ। ଆଉ ଗାଁର ଭାଇମାନେ, ମାଆମାନେ, ଭଉଣୀମାନେ, ଅଭିଭାବକମାନେ ଯେଉଁଭଳି ସହଯୋଗ କଲେ ସେଥିରେ ମୁଁ ମୋର ଧନ୍ୟବାଦ ଅର୍ପଣ କରୁଛି। ଆଉ ଯେଉଁ ମାଆମାନେ ନେଲେ କେତେ ବୟସର ସେମାନେ ଶତାୟୁ, ସେମାନେ ଆମକୁ ଆଶୀର୍ବାଦ କଲେ ଆମ ସମସ୍ତଙ୍କୁ। ଏଇଟା ଗୋଟେ ବଡ଼ କଥା, ମୋତେ ଭଲ ଲାଗିଲା ଦେଖିକିରି। ମୁହଁରେ ଯାହାର ହସ ନାହିଁ ତା ଭିତରେ ଈଶ୍ୱର ନାହାନ୍ତି। ଆଜିର ସେବା କାର୍ଯ୍ୟକ୍ରମଟି ସାମ୍ବାଦିକ ବନ୍ଧୁମାନଙ୍କର ତାଙ୍କ ମୁହଁରେ ହସଟିଏ ଫୁଟେଇ ଦେଲା, ସେଥିପାଇଁ ମୁଁ ଆନନ୍ଦିତ। ଧନ୍ୟବାଦ। ଶେଷ ଦିନ ଆଜି ରାତି 12ଟା ପରେ ନୂଆ ବର୍ଷ ପୁଣି 2024 ଆରମ୍ଭ ହେବ। ଏଇ ମୁହୂର୍ତ୍ତରେ ଆମ କଟକ ଟୁଇନ୍ ସିଟି, ଆମର କଟକ ଅଞ୍ଚଳର ଟୁଇନ୍ ସିଟି, ଭୁବନେଶ୍ୱର କଟକକୁ ନେଇ ଯେଉଁ ସାମ୍ବାଦିକ ସଂଘ ଗଠନ ହେଇଛି ଟୁଇନ୍ ସିଟି ସାମ୍ବାଦିକ ସଂଘ ଆଜି ଯେଉଁ କାର୍ଯ୍ୟକ୍ରମ କଲା, ସେଥିପାଇଁ ତାକୁ ଯେତେ ଧନ୍ୟବାଦ ଦେବ ସେତେ କମ୍ ହେବ। ସାମ୍ବାଦିକମାନଙ୍କୁ ସମୟ ନାହିଁ ନ୍ୟୁଜ୍ ସଂଗ୍ରହ କରିବା ପାଇଁ, କିନ୍ତୁ ସାମ୍ବାଦିକମାନଙ୍କର ଲକ୍ଷଣ ହେଲା ଯେ ଆମେ ଗରିବ ଲୋକଙ୍କୁ ସାହାଯ୍ୟ କରିବା, ସହଯୋଗ କରିବା। ତେଣୁ ଆଜି ଯେଉଁ ସେ ମାନେ ଯେଉଁ ବୟସ୍କ ମହିଳାମାନଙ୍କୁ ଯେଉଁ କମ୍ବଳ ଶୀତ ଦିନରେ ଯେଉଁ କମ୍ବଳ ବାଣ୍ଟିଲେ ଯେ ତାଙ୍କୁ, ସେଥିପାଇଁ କମ୍ ବଡ଼ କଥା ନୁହଁ। ତା ସହିତ ଏଠି ସେମାନେ ଆଉ ଗୋଟେ କାମ କଲେ, ବୃକ୍ଷରୋପଣ କଲେ। ବୃକ୍ଷ ହେଉଛି ଆମର ଜୀବନ, ଯେଉଁଟାକି ଆମକୁ ଅମ୍ଳଜାନ ଯୋଗାଏ। ଯେଉଁ ବାୟୁ ନେଇକି ଆମେ ବଞ୍ଚେ, ସେ ଗଛ ଲଗାଇଲେ, ପୁଣି ସେ ଗଛ ଲଗାଇଲେ ତାକୁ ବଞ୍ଚିବା ପାଇଁ ମଧ୍ୟ ସମସ୍ତ ପ୍ରକାର କାର୍ଯ୍ୟକ୍ରମ କରିବେ ବୋଲି ପ୍ରତିଶ୍ରୁତି ଦେଲେ। ତେଣୁ ମୁଁ ସାମ୍ବାଦିକମାନଙ୍କୁ ସେଥିପାଇଁ ଟୁଇନ୍ ସିଟିର ସାମ୍ବାଦିକ ସଂଘର କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେଉଛି। ସେମାନେ ଏହିପରି କାର୍ଯ୍ୟକ୍ରମ ଚାଲୁ ରଖନ୍ତୁ। ସାମ୍ବାଦିକମାନଙ୍କର କାର୍ଯ୍ୟକ୍ରମ ହେଉଛି ଭଲ କାର୍ଯ୍ୟକ୍ରମ। ତେଣୁ ମୁଁ ହେଉଛି ଗୋଟିଏ ପ୍ରେସ୍ କ୍ଲବର ମଧ୍ୟ ସଭାପତି। ମୁଁ ଆପଣମାନଙ୍କୁ ପ୍ରତିଶ୍ରୁତି ଦେଉଛି, ଆପଣଙ୍କ ସାଙ୍ଗରେ ଆମ ସଦର ପ୍ରେସ୍ କ୍ଲବ୍ ମଧ୍ୟ ସମତୁଲରେ ସବୁ ପ୍ରକାର ସହଯୋଗ କରିବା ପାଇଁ ମୁଁ ପ୍ରତିଶ୍ରୁତି ଦେଉଛି। ଏହିପରି ଭଲ କାମ କରନ୍ତୁ, ଅଞ୍ଚଳର ଉନ୍ନତି ପାଇଁ ଲାଗି ପଡ଼ନ୍ତୁ। ଏହି ସମସ୍ତଙ୍କୁ ଧନ୍ୟବାଦ ଦେଇକି ମୋ ବକ୍ତବ୍ୟ ଧନ୍ୟବାଦ। ଦିନ ଆମ ଏଇ ଟୁଇନ୍ ସିଟି ପ୍ରେସ୍ କ୍ଲବ୍ର ଯେଉଁ ବୃକ୍ଷରୋପଣ ଏବଂ ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ହାତକୁ ନେଇଥିଲେ, ସର୍ବପ୍ରଥମ ମୁଁ ଟୁଇନ୍ ସିଟି ପ୍ରେସ୍ କ୍ଲବ୍ର ସମସ୍ତ କର୍ମକର୍ତ୍ତା ଏବଂ ସମସ୍ତ ସଭ୍ୟମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେଉଛି ଯେ ଆଜିର କାର୍ଯ୍ୟକ୍ରମଟି
ଠିକ୍ ବାଟରେ ସଫଳ ହୋଇପାରିଛି। ଆଜି ଆମେ ଏହି କାର୍ଯ୍ୟକ୍ରମରେ ଯାହାଙ୍କୁ ପାଇଛୁ ମୁଖ୍ୟ ଅତିଥି ଭାବରେ ଓଡ଼ିଶାର ବରେଣ୍ୟ ରାଜନୈତିକ ଦୀର୍ଘଦିନ ରାଜନୈତିକ ଜୀବନ ତଥା ତାଙ୍କର ଆଜି ଆମ ସହିତ ଏଠି ଯୋଗଦାନ କରିବା ଆମ ପାଇଁ ଏକ ସୌଭାଗ୍ୟର କଥା। ସେଥିପାଇଁ ମୁଁ ତାଙ୍କୁ ଆମ କ୍ଲବ୍ ତଥା ଅଞ୍ଚଳ ତରଫରୁ ଅଶେଷ ଧନ୍ୟବାଦ ଦେଉଛି। ଦ୍ୱିତୀୟରେ ଆମର ଏହି ଟ୍ୱିନ୍ ସିଟି ପ୍ରେସ୍ କ୍ଲବ୍ର ମୁଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ନଳିନ କୁମାର ସ୍ୱାଇଁଙ୍କୁ ମଧ୍ୟ ଅଶେଷ ଧନ୍ୟବାଦ ଦେଉଛି। ତାପରେ ଆମ ସହିତ ଆଉ ଜଣେ ଅତିଥି ଅଛନ୍ତି ଯିଏକି ସଦର ପ୍ରେସ୍ କ୍ଲବ୍ର ସଭାପତି ଓ ଏ ଅଞ୍ଚଳର ବୋଧେ ପିତାମହ ଭୀଷ୍ମ କହିଲେ ଅତ୍ୟୁକ୍ତି ହେବ ନାହିଁ, ଯିଏକି ଏହି ସାମ୍ବାଦିକତା ଲାଇନ୍ର ଆଖି ଫିଟେଇବା ଲୋକ। ଦୀର୍ଘ 25 ବର୍ଷ ଧରି ତାଙ୍କର ସେବା ମନୋଭାବ ବା ସାମ୍ବାଦିକତା କ୍ଷେତ୍ରରେ ଦକ୍ଷତା ଅଛନ୍ତି। ସେ ବି ଆମ ସହିତ ଯୋଗ ଦେଉଛନ୍ତି, ଆମେ ତାଙ୍କୁ ଅଶେଷ ଧନ୍ୟବାଦ ଦେଉଛୁ। ବାକି ଏହି ପ୍ରେସ୍ କ୍ଲବ୍ର ଅଧ୍ୟକ୍ଷ ମଞ୍ଚରେ ଅଛନ୍ତି, ଟ୍ୱିନ୍ ସିଟି ପ୍ରେସ୍ କ୍ଲବ୍ର ଅଧ୍ୟକ୍ଷଙ୍କୁ ମଧ୍ୟ ଅଶେଷ ଧନ୍ୟବାଦ ଦେଉଛୁ, ଆମ ସହିତ ଯୋଗଦାନ କରୁଛନ୍ତି। ଏହି କ୍ଲବ୍ର ସମ୍ପାଦକ ଏବଂ ସମସ୍ତ ସଭ୍ୟଙ୍କୁ ଅଶେଷ ଧନ୍ୟବାଦ ଦେଇ ଆମର ଏହି ସଭା କାର୍ଯ୍ୟକ୍ରମଟିକୁ ସାଙ୍ଗ କରୁ। ଜୟ ଜଗନ୍ନାଥ।